श्रीमद् भगवद गीता तृतीय अध्याय कर्मयोग। शील भक्ति चारु स्वामी महाराज पदे पशुछि शरण। भगवद गीता कर्मयोग कथा गीते करुछि वर्णन। जय पूज्य पाद गुरु महाराज शील गौर गोविंद। प्रभुपाद भाष्य ओडिया भाषारे करिछन्ति अनुवाद। प्रभुपाद पद ध्याउछि मनरे कोटि प्रणाम जणाई। तांकरी कृपारे कृष्ण कृपा मिळु पद दियंतु बताई। अर्जुन पुछिले हस्त जोड़ करी कुहंतु हे जनार्दन। सकाम कर्मरु जदि बुद्धि श्रेष्ठ किंपा युद्धे कर नियोजन। संदिग्ध कथारे द्वंद्वे मु रहुछि संदेह मो दूर कर। कि करिबी मुहि जा कले होइब अत्यंत कल्याण कर। श्रीकृष्ण कहिले पूर्वरु कहिछि लोक तो दुई प्रकार। मनन बलरे जानन्ति प्रकारे भक्ति मार्गटी अन्यर। कर्मटी न कले व्यक्ति मुक्त नुहे कर्मर प्रतिक्रियारु। केवल सन्यास सिद्धि मिलिबनी जेते विषे चेष्टा करू। प्रकृतिरु जात गुणे सर्वे बंधा कर्म करिबाकू बाध्य। केही क्षण काल रही पारिबेनी न रखी कर्म संबंध। कर्मेन्द्रिये जिए दमन करई चिंती विषय कामना। मिथ्याचारी बोली ताकुई कहंती निजकू ठकई सिना। अन्य पक्षे जिए इंद्रिय संयमी अनासक्ते कर्म करे। भक्ति योग मार्गे सेवा करुथाई उत्कृष्ट सेहु संसारे। निर्दिष्ट कर्म को करुथाव नीति कर्महीनु कर्म श्रेष्ठ। कर्मटी न कले अरक्ष होइब ए शरीर हेब नष्ट। विष्णुंक प्रीत्यार्थे कर्म न करिले भौतिक जगत बांधिब। तेणु कुंती पुत्र कर्तव्य करिले बंधनरु मुक्त हेब। सृष्टि प्रारंभरे प्रजा कुसे प्रभु यज्ञ पाई पठाइले। यज्ञे सुखी हुओ काम्य वस्तु पाओ आशीर्वाद भी करिले। यज्ञ रे देवता खुशी होई गले तुमको खुशी करिबे। परस्परे खुशी कराइले सर्वे समृद्धि लाभ करिबे। जीव आवश्यक द्रव्य जोगाइबा दायित्व देवतांकर। तेणु यज्ञ कर तांकु खुशी कर नचेत से जीव चोर। भगवान भक्त सबु पापु मुक्त प्रसाद जेणु भुंजंती। स्व इंद्रिय तृप्ति खाद्य खाए जेहु पाप भोजन करंती। खाद्य शस्य परे बंचिबार पाई जीव निर्भर करई। बरसा उपरे खाद्य शस्य सबु निर्भरटी करुथाई। यज्ञ कर्म परे वर्षा निर्भरई। यज्ञ कले वर्षा हुए। निर्दिष्ट कर्तव्य कर्मटी करिले यज्ञर उत्पत्ति हुए। कर्तव्य कर्मटी विशद भावरे वेदरे वर्णित अछि। प्रत्यक्षरे वेद भगवानंकठू
ପ୍ରକାଶିତ ହୋଇଅଛି। ଅତଏବ ବ୍ରହ୍ମ ଶାଶ୍ୱତ ଭାବରେ ଯଜ୍ଞ କର୍ମେ ପ୍ରତିଷ୍ଠିତ। ଯେଉଁ ଲୋକ ଯଜ୍ଞ କର୍ମ ନ କରଇ ସେ ଜୀବ ପାପେ ପୂରିତ। ଯେ ଇନ୍ଦ୍ରିୟ ସୁଖେ ଆନନ୍ଦ ଲଭଇ ବୃଥା ତାହାର ଜୀବନ। ଆତ୍ମେ ଯେ ଆନନ୍ଦ ଆତ୍ମାରେ ସନ୍ତୁଷ୍ଟ ସେ ବ୍ୟକ୍ତି ଜୀବନ ଧନ୍ୟ। ଆତ୍ମାନୁଭୂତିକୁ ଲଭି ଅଛି ଯେହୁ ତାର କିଛି ଲୋଡ଼ା ନାହିଁ। କର୍ତ୍ତବ୍ୟ କରିବା ଅବା ନ କରିବା ସବୁ ସମାନତା ପାଇଁ। ଅନ୍ୟ ଜୀବ ପରେ ନିର୍ଭର କରେ ନା କର୍ମ ଫଳେ ଅନାସକ୍ତ। କର୍ତ୍ତବ୍ୟ ହିସାବେ କର୍ମ କରିବା ହିଁ ବ୍ୟକ୍ତିର ଅଟେ ଉଚିତ। ଅନାସକ୍ତ ଭାବେ କର୍ମଟି କରିଲେ ପାଇବ ପରମ ଗତି। ଜନକାଦି ରାଜା କର୍ତ୍ତବ୍ୟ କର୍ମରେ ସିଦ୍ଧି ଲାଭ କରିଛନ୍ତି। ତେଣୁ ହେ ଅର୍ଜୁନ ଲୋକ ଶିକ୍ଷା ପାଇଁ କର୍ତ୍ତବ୍ୟ କର୍ମଟି କର। ମହତ ଯା କର୍ମ ଆଚରଣ କରେ ଅନୁସରଇ ସଂସାର। ଶୁଣ ପୃଥା ପୁତ୍ର ଏ ତ୍ରିଭୁବନରେ କର୍ତ୍ତବ୍ୟ କର୍ମ ମୋ ନାହିଁ। ନାହିଁ ମୋ ଅଭାବ ନାହିଁ କିଛି ଲୋଡ଼ା ତଥାପି କର୍ମ କରଇ। ଯଦି ପାର୍ଥ କର୍ମେ ନହେବି ନିଯୁକ୍ତ ଅନୁସରିବେ ଲୋକେ। କର୍ମ ମୁଁ ଛାଡ଼ିଲେ ଏ ଜଗତ ଧ୍ୱଂସ ହୋଇଯିବ ନିମିଷକେ। ବର୍ଣ୍ଣ ଶଙ୍କରଙ୍କ ସଂସାରେ ଉତ୍ପତ୍ତି କାରଣ ମୁହିଁ ହୋଇବି। ତଦ୍ୱାରା ସମସ୍ତ ଜୀବ ସୁଖ ଶାନ୍ତି ନଷ୍ଟ ମୁହିଁ କରିଦେବି। ମୂର୍ଖ ଯେଉଁପରି କର୍ମେ ଥାଏ ବ୍ରତି ଫଳ ଲାଭ ଆଶା କରି। ବିଦ୍ୱାନ ପଣ୍ଡିତ କରିବା ଉଚିତ କର୍ମ ସବୁ ସେହିପରି। କିନ୍ତୁ ଅନାସକ୍ତେ କର୍ତ୍ତବ୍ୟ କର୍ମକୁ ପଣ୍ଡିତ ବ୍ୟକ୍ତି କରଇ। ଲୋକେ ଉପଯୁକ୍ତ ଶିକ୍ଷା ଦେବା ପାଇଁ କର୍ମ ସବୁ କରୁଥାଇ। ଯେଉଁ ଅଜ୍ଞ ମୂର୍ଖ ସବୁବେଳେ ଥାଏ ସକାମ କର୍ମରେ ବ୍ୟସ୍ତ। ତାଙ୍କ ସେ ବୁଦ୍ଧିକୁ ପଣ୍ଡିତ ବ୍ୟକ୍ତିଟି ନ କରଇ ବିଚଳିତ। କର୍ମ ତ୍ୟାଗ କଥା ଉପଦେଶ ଦେଇ କରନା ତାଙ୍କୁ ବିଭ୍ରାନ୍ତ। ଭକ୍ତିର ସହିତ କର୍ମ କରିବାରେ କରହେ ତାଙ୍କୁ ନିଯୁକ୍ତ। ଭୂତ ପ୍ରକୃତିର ତ୍ରିଗୁଣେ ବିଭ୍ରାନ୍ତ ଜୀବ କର୍ତ୍ତା ବୋଲି ଭାବେ। କିନ୍ତୁ ବାସ୍ତବରେ ପ୍ରକୃତି ଦ୍ୱାରା ହିଁ କର୍ମ ସବୁ ହୁଏ ଭବେ। ତେଣୁ ମହାବାହୁ ଯେହୁ ତତ୍ତ୍ୱଦର୍ଶୀ ଭଗବାନଙ୍କୁ ଜାଣିଛି। ଇନ୍ଦ୍ରିୟର ତୃପ୍ତି ପାଇଁ କର୍ମ ସବୁ ମନରୁ ସେହି ଭୁଲିଛି। ସକାମ ନିଷ୍କାମ କର୍ମର ପାର୍ଥକ୍ୟ ସେହୁ ଜାଣେ ଭଲ ଭାବେ। ତେଣୁ ସେ ଇନ୍ଦ୍ରିୟ ତୃପ୍ତି ଜନିତର କର୍ମ କରେ ନା ସେ ଲବେ। ଅଳ୍ପ ଜ୍ଞାନୀ ଲୋକ ଭୌତିକ କର୍ମରେ ସମ୍ପୂର୍ଣ୍ଣ ହୁଅଇ ବନ୍ଧା। ଦିବ୍ୟ ଜ୍ଞାନେ ଯେଣୁ ଅଜ୍ଞ ସେହୁ ଥାଏ ନିଜ କର୍ମେ ହୁଏ ଛନ୍ଦା। ଆତ୍ମଜ୍ଞାନୀ ଯେହୁ ସେ ଅଜ୍ଞାନୀ ଜନେ କରେ ନାହିଁ ବିଚଳିତ। ଭୂତ ପ୍ରକୃତିର ତ୍ରିଗୁଣରେ ଯେଣୁ ହୋଇଛି ସେହୁ ବିଭ୍ରାନ୍ତ। ତେଣୁ ହେ ଅର୍ଜୁନ ସମସ୍ତ କର୍ମକୁ ମୋତେ ସମର୍ପଣ କର। ତୁମରି ମନକୁ ସଂଯତ କରିଣ ମୋହଠାରେ ସ୍ଥିର କର। ଫଳ କାମନାର ଆଶା ମନୁତ୍ୟଜି ଛାଡ଼ ମିଥ୍ୟା ଅହଙ୍କାର। ଆଳସ୍ୟହୀନତା ତ୍ୟାଗ କରି ତୁମେ ନିର୍ଦ୍ୱନ୍ଦ୍ୱରେ ଯୁଦ୍ଧ କର।
যে মো উপদেশ মানি কর্ম করে মো শিক্ষা বিশ্বাসে শক্ত ঈর্ষা শূন্য ভাবে মতে অনুসরে কর্ম বন্ধনু সে মুক্ত কিন্তু যে ঈর্ষারে মোর এ শিক্ষারে প্রদর্শନ୍ତି অসম্মান নিয়মিত রূপে তাଙ୍କ জীবନରେ କରନ୍ତିନି ଆଚରଣ ସେହି ଜ୍ଞାନହୀନ ଅଜ୍ଞାନ ଅନ୍ଧାର ମାୟା ବନ୍ଧନରେ ନଷ୍ଟ ହୋଇଛନ୍ତି ବୋଲି ବୁଝିବାକୁ ହେବ ଜୀବନେ ସେ ପାଏ କଷ୍ଟ ଜ୍ଞାନୀ ଲୋକ ମଧ୍ୟ ତା ପ୍ରକୃତି ନେଇ କାର୍ଯ୍ୟ ସବୁ କରିଥାଏ ପ୍ରତ୍ୟେକ ନିଜର ପ୍ରକୃତିକୁ ନେଇ କର୍ମେ ନୀତି ବନ୍ଧା ହୁଏ ଦିବ୍ୟ ଚେତନାରେ ସିଦ୍ଧ ନ ହୋଇ ଯେ କୃତ୍ରିମେ କର୍ମକୁ ତ୍ୟଜେ ଗୁରୁଙ୍କ ଶରଣ ନ ହୋଇଛି ଯେଣୁ ମାୟାରେ ସେ ବ୍ୟକ୍ତି ମଜେ ଇନ୍ଦ୍ରିୟ ଭୋଗ୍ୟର ବିଷୟ ଆସକ୍ତ ଜୀବ ହେବା ସ୍ୱାଭାବିକ କିନ୍ତୁ ସେ ବସ୍ତୁର ଅଧୀନ ହୋଇବା କାହାର ନୁହେଁ ଉଚିତ ଆତ୍ମାନୁଭୂତିର ଲାଭ ମାର୍ଗେ ସବୁ ଇନ୍ଦ୍ରିଏ ପ୍ରତିବନ୍ଧକ ତେଣୁ ଏ ସଂସାରେ କର୍ମ ସବୁ କର ଖଟାଇ ନିଜ ବିବେକ ନିଜ ଧର୍ମ ଶ୍ରେୟ ହେଉ ଦୋଷଯୁକ୍ତ ତ୍ୟଜ ମନୁ ଅନ୍ୟ ଧର୍ମ ସ୍ୱଧର୍ମେ ନିଧନ ହେଲେ ବି ଉତ୍ତମ ପର ଧର୍ମ ନୁହେଁ କର୍ମ ଅର୍ଜୁନ ପୁଛିଲେ ହେ ବୃଷ୍ଣି ବଂଶଜ ଦିଅନ୍ତୁ ଉତ୍ତର ମୋରେ ଇଚ୍ଛା ନଥାଇ ବି କାହିଁକି ବ୍ୟକ୍ତିଟି ପାପ କର୍ମ ସବୁ କରେ କହିଲେ ଶ୍ରୀକୃଷ୍ଣ ଶୁଣ ହେ ଅର୍ଜୁନ ଏସବୁ ଅଟେ କାମନା ରଜୋଗୁଣ ଜାତ କ୍ରୋଧେ ପରିଣତ ସେହୁ ଶତ୍ରୁ ପାପ କର୍ମା ଧୂଆଁ ଦ୍ୱାରା ନିଆଁ ଆବୃତ ଯେପରି ଧୂଳି ଆବୃତ ଦର୍ପଣ ଜରାୟୁ ଆବୃତ ଗର୍ଭସ୍ଥିତ ଶିଶୁ ଜୀବେ ଆବୃତ କାମ ଜୀବ ନିତ୍ୟ ଶତ୍ରୁ କାମରେ ଆବୃତ ମାନବ ଶୁଦ୍ଧ ଚେତନା ଏ କାମନା କେବେ ସନ୍ତୁଷ୍ଟ ହୁଏ ନା ଅଗ୍ନି ପରି ଦହେ ସିନା ଜୀବର ଇନ୍ଦ୍ରିୟ ମନ ଓ ବୁଦ୍ଧିରେ କାମ ଅବସ୍ଥାନ କରେ ଏ କାମ ଜୀବର ପ୍ରକୃତ ଜ୍ଞାନକୁ ଆବୃତ କରି ପକାଏ କାମ ଯୋଗୁଁ ଜୀବ ସମ୍ମୋହିତ ହୁଏ ଭୃତ୍ୟ ହୁଏ ଅଜ୍ଞାନର ପ୍ରାରମ୍ଭୁ ଅର୍ଜୁନ ଇନ୍ଦ୍ରିୟ ସଂଯମୀ କାମକୁ ଦମନ କର ଜ୍ଞାନ ବିଜ୍ଞାନର ଆତ୍ମାନୁଭୂତିର ନାଶକାରୀ ଏଇ କାମ ହତ୍ୟା କର ୟାକୁ ଏ ପରମ ଶତ୍ରୁ କରି ଇନ୍ଦ୍ରିୟ ସଂଯମ କର୍ମେନ୍ଦ୍ରିୟ ସବୁ ଉନ୍ନତ ଅଟଇ ଭୌତିକ ପଦାର୍ଥ ଠାରୁ ଇନ୍ଦ୍ରିୟଙ୍କ ଠାରୁ ମନ ହିଁ ଉନ୍ନତ ବୁଦ୍ଧି ଉନ୍ନତ ମନରୁ ଆତ୍ମା ବୁଦ୍ଧି ଠାରୁ ଉନ୍ନତ ଅଟଇ ତେଣୁ ବ୍ୟକ୍ତି ସବୁର ଊର୍ଦ୍ଧ୍ୱରେ ଏହିପରି ଭାବି ନିଜ ମନ ଉଚ୍ଚ ମନେ ନିୟନ୍ତ୍ରିତ କରେ ଆତ୍ମଶକ୍ତି ବଳେ ଏ କାମ ଶତ୍ରୁକୁ ଜୟ କରିବା ଉଚିତ ତୃତୀୟ ଅଧ୍ୟାୟ ଏ କର୍ମଯୋଗର ଅଟେ ଏହା ସାର ତତ୍ତ୍ୱ ପ୍ରଭୁପାଦ ଭାଷ୍ୟ ଅନୁବାଦ କଲେ ଗୁରୁ ଶ୍ରୀ ଗୌର ଗୋବିନ୍ଦ ମୋର ସାଧ୍ୟ ନେଇ ଗୀତରେ ବର୍ଣ୍ଣିଲି ମୁହିଁ ଅଧମ ମୁକୁନ୍ଦ ହରେ କୃଷ୍ଣ।